ରାତି ପ୍ରାୟ ଗୋଟାଏ ବଜିଥିଲା। ଏହା ପ୍ରଥମ ଥର ଥିଲା ଯେତେବେଳେ ମୁଁ ରାତିର ଏହି ସନ୍ନାଟାରେ ଖୁଡ଼ୀଙ୍କ ସାଙ୍ଗରେ ସେମାନଙ୍କ ଘରେ ଏକାକୀ ଥିଲି। ଘରେ ବିଜୁଳି ନଥିଲା। ଚାରିପାଖରେ ଘନ ଅନ୍ଧକାର ଛାୟା ହୋଇଥିଲା। ଏହି ଅନ୍ଧାରରେ ଖୁଡ଼ୀଙ୍କର ସୁନ୍ଦର ମୁଖମଣ୍ଡଳ ଆହୁରି ନିଖରୁଥିଲା ଏବଂ ସେ ଗଭୀର ନିଦ୍ରାରେ ଶୋଇଥିଲେ। ସେମାନଙ୍କୁ ଏଭଳି ନିଦ୍ରାରେ ଦେଖି ମୋ ହୃଦୟରେ ଏକ ହଲଚଳ ଅନୁଭବ ହେଲା। ମୋ ଭିତରେ ଏକ ଅଦ୍ଭୁତ ବିଚଳିତ ଜାଗ୍ରତ ହେଲା ଏବଂ ସେହି ମୁହୂର୍ତ୍ତରେ ଏକ ଭାବନା ଆସିଲା। ସେମାନେ କହନ୍ତି, ଯେତେବେଳେ ରାତି ଧୀର ହୁଏ ଏବଂ ଏକାକୀପଣା ଅଧିକ ହୁଏ, ସେତେବେଳେ ଶୟତାନ ପ୍ରଭାବ ବଢ଼ିଯାଏ। ସେହି ସମୟରେ ମୋ ଉପରେ ମଧ୍ୟ ଶୟତାନ ପ୍ରଭାବ ବସିଗଲା ଏବଂ ସେହି ରାତି ମୁଁ ପ୍ରଥମ ଥର ପାଇଁ ଖୁଡ଼ୀଙ୍କର ଏକାକୀପଣର ସୁଯୋଗ ନେଇ ସେମାନଙ୍କର 2 ଘଣ୍ଟା ପର୍ଯ୍ୟନ୍ତ। ମୋର ଖୁଡ଼ୀ ବୟସରେ ମୋଠାରୁ ମାତ୍ର 5 ବର୍ଷ ବଡ଼ ଥିଲେ। ସେ ଅତ୍ୟନ୍ତ ସୁନ୍ଦର ଏବଂ ଯୁବତୀ ଥିଲେ। ସେମାନଙ୍କର ବିବାହକୁ ମାତ୍ର 2 ମାସ ହୋଇଥିଲା ଯେତେବେଳେ ସେମାନଙ୍କର ସ୍ୱାମୀ ବିଦେଶ ଚାଲିଗଲେ ଏବଂ ସେହି ସମୟରୁ ସେ ନିଜ ଘରେ ଏକାକୀ ରହିଥିଲେ। ଛୋଟ ଛୋଟ ବିଷୟରେ ସେ ବାରମ୍ବାର ବ୍ୟସ୍ତ ହୋଇଯାଆନ୍ତି ଏବଂ ଯେମିତି ମାଙ୍କୁ ଫୋନ୍ କରନ୍ତି, ମୁଁ ସୁଯୋଗର ସଦୁପଯୋଗ କରି ଦୌଡ଼ି ଚାଲିଯାଉଥିଲି, କାରଣ ମୁଁ ପ୍ରତି ସମୟରେ ମାଙ୍କର କଥା ଶୁଣିବା ସହ୍ୟ ହୁଏ ନାହିଁ। ସେଥିପାଇଁ ସୁଯୋଗ ପାଇଲେ ମୁଁ ଘରୁ ବାହାରି ଯାଉଥିଲି। ଆଜି ମଧ୍ୟ ଯେତେବେଳେ ମୁଁ କଲେଜରୁ ଫେରିଲି, ଦେଖିଲି ଖୁଡ଼ୀ ଘରେ ବସିଥିଲେ ଏବଂ ସେମାନଙ୍କର ମୁଖମଣ୍ଡଳ ବହୁତ ବ୍ୟସ୍ତ ଦେଖାଗଲା। ମୁଁ ସେମାନଙ୍କଠାରୁ ପଚାରିଲି, କ'ଣ ହେଲା ଖୁଡ଼ୀ? ପିଉସୀ ଦୁଃଖରେ କହିଲେ ଯେ ସକାଳଠାରୁ ଘରେ ବିଜୁଳି ନାହିଁ, କାରଣ ସମୟାନୁସାରେ ବିଜୁଳି ବିଲ୍ ଦିଆଯାଇ ନଥିଲା, ତେଣୁ ବିଜୁଳି କାଟି ଦିଆଗଲା। ଏହା କହିବା ସମୟରେ ସେମାନଙ୍କ ଆଖିରେ ଲୁହ ଆସିଗଲା। ମୁଁ ଖୁଡ଼ୀଙ୍କୁ ପଚାରିଲି, ବିଲ୍ କାହିଁକି ଦିଆଗଲା ନାହିଁ? ତାପରେ ସେ କହିଲେ, ତୁମେ ଜାଣିଛ ଯେ ତୁମର କାକା ବିଦେଶରେ ଅଛନ୍ତି। ମୁଁ ଏଠାରେ ଏକାକୀ ଅଛି। କ'ଣ ଆଉ ସମ୍ଭାଳିବି? ବୋଧହୁଏ ମୁଁ ବିଜୁଳି ବିଲ୍ କୁଆଡ଼େ ରଖିଛି ଭୁଲିଗଲିଣି। ସେଥିପାଇଁ ବିଲ୍ ଦେବା ମନେ ରହିଲା ନାହିଁ ଏବଂ ବିଜୁଳି କାଟି ଦିଆଗଲା। ଖୁଡ଼ୀଙ୍କର କଥା ଶୁଣି ମୁଁ ସେମାନଙ୍କୁ ସାନ୍ତ୍ୱନା ଦେଲି ଏବଂ କହିଲି, ଆପଣ ମୋ ସାଙ୍ଗରେ ଚାଲନ୍ତୁ, ମୁଁ ଅନ୍ୟ ବିଲ୍ ବାହାର କରୁଛି। ତାପରେ ଆମେ ବିଲ୍ ଦେୟ ଦେଇଦେବା, ଫଳରେ ବିଜୁଳି ମଧ୍ୟ ଆସିଯିବ। ଶୁଣି ଖୁଡ଼ୀ ଖୁସି ହୋଇଗଲେ ଏବଂ ମୁଁ ଭୋକିଲା ହୋଇ ଖୁଡ଼ୀଙ୍କ ସାଙ୍ଗରେ ବାହାରି ପଡ଼ିଲି। ମୁଁ ବିଲ୍ ବାହାର କରିନେଲି ଏବଂ ତାପରେ ବିଲ୍ ଦେୟ ଦେଇଦେଲି। ଏହାପରେ ଫେରିବା ବାଟରେ ଖୁଡ଼ୀ ମୋତେ ନିଜ ଘରକୁ ନେଇ ଚାଲିଗଲେ। ରାତିର ଅନ୍ଧକାର ଚାରିପାଖରେ ବିସ୍ତାର ହୋଇସାରିଥିଲା ଏବଂ ବିଜୁଳି ଏପର୍ଯ୍ୟନ୍ତ ଆସିନଥିଲା। ଯେତେବେଳେ ଆମେ ଘରେ ପ୍ରବେଶ କଲୁ, କିଛି ଦେଖାଗଲା ନାହିଁ। ମୁଁ ତୁରନ୍ତ ମୋର ମୋବାଇଲର ଟର୍ଚ୍ଚ ଚାଲୁ କରିଦେଲି ଏବଂ ଅନ୍ଧାରରେ ଯେପରି ମୋର ଦୃଷ୍ଟି ଖୁଡ଼ୀଙ୍କ ଉପରେ ପଡ଼ିଲା, ସେତେବେଳେ ହଠାତ୍ ମୋ ହୃଦୟରେ ଏକ ଭାବନା ଆସିଲା। ମୁଁ ଖୁଡ଼ୀଙ୍କୁ କହିଲି, ଆପଣ ଶୋଇବାର କୋଠରୀରେ ଯାଇ ବସିଯାଆନ୍ତୁ, ମୁଁ ଦେଖୁଛି ଏବଂ ଆଲୁଅ ପାଇଁ କିଛି ବ୍ୟବସ୍ଥା କରୁଛି। ପିଉସୀ କହିଲେ, ମୋତେ ଅନ୍ଧାରକୁ ଡର ଲାଗେ, ସେଥିପାଇଁ ମୁଁ ତୁମକୁ ମଧ୍ୟ ସାଙ୍ଗରେ ନେଇ ଆସିଛି। ଏହା ଶୁଣି ମୁଁ ବଡ଼ ସ୍ନେହରେ ଖୁଡ଼ୀଙ୍କ କାନ୍ଧ ଉପରେ ହାତ ରଖିଦେଲି ଏବଂ କହିଲି, ଆପଣଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ଆପଣ ଘରେ ଏକାକୀ ଅଛନ୍ତି କି? ମୁଁ ଖୁଡ଼ୀଙ୍କର ହାତ ଧରିଲି ଏବଂ ସେମାନଙ୍କୁ ତାଙ୍କ ରୁମ୍ ପାଖରେ ନେଇ ବସାଇଦେଲି ଏବଂ ସେମାନଙ୍କୁ କହିଲି, ବସ, କିଛି ସମୟ ମଧ୍ୟରେ ମୁଁ ଆସିବି, ଆପଣ ନିଶ୍ଚିନ୍ତରେ ବସିଯାଆନ୍ତୁ। ଯେପରି ମୁଁ କୋଠରୀର ବାହାରିବାକୁ ଲାଗିଲି, ଖୁଡ଼ୀ ଡରରେ ମୋର ହାତ ଧରିଲେ ଏବଂ ମୁଁ ବେକରେ ଲାଗିଗଲେ। ମୋର ହୃଦୟ ସମ୍ପୂର୍ଣ୍ଣ ରୂପେ ଧଡ଼କିବାକୁ ଲାଗିଲା। ମୁଁ ସେମାନଙ୍କୁ ବୁଝାଇଦେଲି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଆଲୁଅ ପାଇଁ କିଛି ନା କିଛି ବ୍ୟବସ୍ଥା କରୁଛି। ମୋର କଥାରେ ଖୁଡ଼ୀ ସନ୍ତୁଷ୍ଟ ହୋଇଗଲେ। ମୁଁ ସେମାନଙ୍କ କୋଠରୀରୁ ବାହାରିଲି ଏବଂ ଭାବିବାକୁ ଲାଗିଲି କିପରି ଏକାକୀପଣର ସୁଯୋଗ ନେବି, ଯାହାଦ୍ୱାରା କେହି ସନ୍ଦେହ କରିବେ ନାହିଁ ଏବଂ ମୋର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଯିବ। ଖୁଡ଼ୀ ତ ମୋତେ ନିଜର ଭାବୁଛି ବୋଲି ଭାବି ମୋ ଉପରେ ଆଖି ବନ୍ଦ କରି ବିଶ୍ୱାସ କରୁଥିଲେ, କିନ୍ତୁ ନିଜ ଭାବନାକୁ ପୂରଣ କରିବା ପାଇଁ ମୋତେ ଆଉ ଏକ ଖେଳ ଖେଳିବାକୁ ପଡ଼ିବ। ତାପରେ କିଛି ଭାବିଚିନ୍ତି ମୁଁ ଖୁଡ଼ୀଙ୍କୁ କ୍ଷୀର ଗ୍ଲାସରେ ନିଦ୍ରା ଔଷଧ ମିଶାଇ ଦେଇଥିଲି। ଆଲୁଅ ଏପର୍ଯ୍ୟନ୍ତ ଆସିନଥିଲା। ସେଥିପାଇଁ ଖୁଡ଼ୀ ଦୁଧର ଗ୍ଲାସ ପିଇଲେ ଏବଂ ମୋ ସାଙ୍ଗରେ କଥା ହେବାକୁ ଲାଗିଲେ। ଖୁଡ଼ୀ ବହୁତ ବ୍ୟସ୍ତ ଥିଲେ। ସେମାନଙ୍କୁ ଲାଗୁଥିଲା ଯେ କାକା ବିଦେଶରେ ଅନ୍ୟ ବିବାହ କରିସାରିଛନ୍ତି। ଯେତେବେଳେ କାକା ବାହାରେ ଥିଲେ, ସେମାନେ ନିଜେ ଫୋନ୍ କରୁଥିଲେ ଏବଂ ଶୀଘ୍ର ଫେରି ଆସିବାକୁ କହୁଥିଲେ। ଖୁଡ଼ୀଙ୍କ ସହିତ କଥା କରିବା ସମୟରେ ସେ ଖୁଡ଼ୀ କାନ୍ଦି ପକାଉଥିଲେ। ମୁଁ ଶୀଘ୍ର ସେମାନଙ୍କୁ ଆଲିଙ୍ଗନ କରିଦେଉଥିଲି ଏବଂ ବୁଝାଉଥିଲି ଯେ ସେମାନଙ୍କ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାକା ଏପରି କିଛି କରିବେ ନାହିଁ ଖୁଡ଼ୀ। ମୋର ଛାତିରେ ଲାଗି ଫୁଟ୍ ଫୁଟ୍ କରି କାନ୍ଦୁଥିଲେ ଏବଂ ମୁଁ ସେହି ସମୟର ଅପେକ୍ଷାରେ ଥିଲି ଯେତେବେଳେ ଖୁଡ଼ୀ ଗଭୀର ନିଦ୍ରାରେ ଶୋଇଯିବେ, ସେତେବେଳେ ମୁଁ ନିଜର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ରୂପେ ହାସଲ କରିପାରିବି।
ମୁଁ କିଛି ସମୟ ପରେ ଦେଖିଲି ଯେ ଖୁଡ଼ୀଙ୍କୁ ପ୍ରକୃତରେ ଗଭୀର ନିଦ୍ରା ଆସିଗଲା। ସେ ଗୋଲାପୀ ରଙ୍ଗର ବିବାହିତ ପୋଷାକରେ ଶୋଇଥିବା କୌଣସି ରାଣୀ ପରି ଦେଖାଯାଉଥିଲେ ଏବଂ ସେମାନଙ୍କୁ ଦେଖି ମୋର ହୃଦୟ ପ୍ରକୃତରେ ବିଚଳିତ ହେବାକୁ ଲାଗିଲା। ମୁଁ ଶୀଘ୍ର ନିଜର ଉଦ୍ଦେଶ୍ୟ ହାସଲ କରିବାକୁ ଚାହୁଁଥିଲି ଏବଂ ତାପରେ ମୁଁ ଖୁଡ଼ୀଙ୍କର ଏକାକୀପଣର ପୂର୍ଣ୍ଣ ସୁଯୋଗ ନେଲି ଏବଂ ସାରା ରାତି ଖୁଡ଼ୀଙ୍କ ଘରେ ବିତାଇଦେଲି। ସେ ଔଷଧର ପ୍ରଭାବରେ ଗଭୀର ନିଦ୍ରାରେ ଶୋଇଥିଲେ ଏବଂ ସେହି ସୁଯୋଗର ସଦୁପଯୋଗ କରି ମୁଁ ନିଜର ଇଚ୍ଛାକୁ ପୂରଣ କରିଦେଲି। ସକାଳ ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ଥକା ହୋଇସାରିଥିଲି ଏବଂ ତାପରେ ମୁଁ ମଧ୍ୟ ଖୁଡ଼ୀଙ୍କ ଶଯ୍ୟାରେ ଶୋଇପଡ଼ିଲି। ସକାଳେ ମୋର ଆଖି ଖୋଲିଲା। ତାପରେ ମୁଁ ଦେଖିଲି ଯେ ଖୁଡ଼ୀ ଉଠିସାରିଛନ୍ତି ଏବଂ କ୍ରୋଧରେ ମୋ ଆଡ଼କୁ ଦେଖୁଛନ୍ତି। ମୁଁ ପଚାରିଲି, କଣ ହେଲା, ଏପରି କାହିଁକି ଦେଖୁଛ ପ୍ରତି ମୁହୂର୍ତ୍ତରେ? ମୋ ହୃଦୟରେ ଏହି ଭାବନା ଆସିଲା ଯେ କୁଆଡ଼େ ଖୁଡ଼ୀ ଜାଣିସାରିଛନ୍ତି କି ଯେ ମୁଁ ରାତିରେ କଣ କରିବା ପାଇଁ ଆସିଛି। ପିଉସୀ କହିଲେ, ଅଧା ଦିନ ବିତିଗଲା ଏବଂ ତୁମେ ଏପର୍ଯ୍ୟନ୍ତ ଶୋଇଛ। ଉଠ ଏବଂ ନିଜ ଘରକୁ ଯାଅ, ତୁମର ମା ବ୍ୟସ୍ତ ହେଉଛନ୍ତି। ମୁଁ ମୁହଁ ବନାଇ କହିଲି, ମାଙ୍କର କାମ କଣ, କେବଳ ଅଯଥା କଥାରେ ବ୍ୟସ୍ତ ହୋଇ ରହନ୍ତି। ମୁଁ କେଉଁ ଅପରିଚିତ ଘରେ ଅଛି, ତୁମେ ତ ମୋର ଖୁଡ଼ୀ। ଏହା କହି ମୁଁ ଖୁଡ଼ୀଙ୍କୁ ସ୍ନେହରେ ଧରିଲି ଏବଂ ନିଜ ପାଖରେ ବସାଇଦେଲି। ଖୁଡ଼ୀ କହିଲେ, ଅଧିକ ସ୍ନେହ ଦେଖାଇବାର ଆବଶ୍ୟକତା ନାହିଁ। ରାତିରେ ତୁମେ ମୋ ଶଯ୍ୟାରେ କାହିଁକି ଶୋଇଥିଲ? ଏହା ଭଲ କଥା ନୁହେଁ। ଘରେ ଆଉ ମଧ୍ୟ କୋଠରୀ ଅଛି କିମ୍ବା ତୁମେ ସୋଫାରେ ଶୋଇପାରିଥାନ୍ତ। ଖୁଡ଼ୀଙ୍କ କଥା ଶୁଣି ମୁଁ ଟିକେ ଲଜ୍ଜିତ ହେଲି। ଧନ୍ୟବାଦ, ସେମାନେ ରାତିର ଘଟଣା ବିଷୟରେ ଅନୁମାନ କରିପାରିନଥିଲେ। ମୁଁ ସେମାନଙ୍କୁ ଅଣଦେଖା କରି ଉଠି ଫ୍ରେଶ୍ ହେଲି ଏବଂ ତାପରେ ଘରକୁ ଫେରିବା ପାଇଁ ବାହାରି ପଡ଼ିଲି। ମା କ୍ରୋଧରେ ବସିଥିଲେ ଏବଂ କହିଲେ, ତୁମେ ଗତକାଲି ଗଲ, ଆଜି ଫେରିଲ। ମୁଁ ମାଙ୍କୁ କହିଲି ଯେ ଖୁଡ଼ୀ ଅନ୍ଧାର ଯୋଗୁଁ ଡରୁଥିଲେ, କେବଳ ସେଥିପାଇଁ ଆସିନାହିଁ। ବର୍ତ୍ତମାନ ସକାଳ ସମୟରେ ସେମାନଙ୍କର ବିଜୁଳି ଆସିଗଲା। ବର୍ତ୍ତମାନ ଖୁଡ଼ୀ ବ୍ୟସ୍ତ ହେବେ ନାହିଁ। ମା କହିଲେ, ତୁମର ଖୁଡ଼ୀଙ୍କର ଛୋଟ ଛୋଟ କଥାରେ ବ୍ୟସ୍ତ ହେବାର ଅଭ୍ୟାସ ଅଛି। ସେ ତ ଭାବନ୍ତି ଯେ ତାଙ୍କ ସ୍ୱାମୀ ଅନ୍ୟ ବିବାହ କରିସାରିଛନ୍ତି। ଜାଣିନାହିଁ କେବେ ତାଙ୍କର ଏହି ସନ୍ଦେହର ଅଭ୍ୟାସ ଶେଷ ହେବ। ସେ ଏଠାରେ ପରିଶ୍ରମ କରନ୍ତି ଏବଂ ସେ ଚାହନ୍ତି ଯେ ପ୍ରତି ସମୟରେ ତାଙ୍କ ସ୍ୱାମୀ ତାଙ୍କ ସହିତ ଫୋନରେ କଥା ହେଉଥିବେ। ମାଙ୍କର ଖୁଡ଼ୀଙ୍କର ଆଚରଣ ବିଷୟରେ ବହୁତ ଅଭିଯୋଗ ଥିଲା ଏବଂ ମୁଁ ମାଙ୍କ କଥାରେ କେବଳ ମୁଣ୍ଡ ହଲାଉଥିଲି। ଏହିପରି 2 ଦିନ ବିତିଗଲା ଏବଂ ମୁଁ ଖୁଡ଼ୀଙ୍କ ଘରକୁ ଯାଇନଥିଲି। ମୋର ହୃଦୟ ଏହି କଥା ପାଇଁ ବହୁତ ବ୍ୟଗ୍ର ଥିଲା ଯେ କିପରି ଖୁଡ଼ୀଙ୍କ ଘରକୁ ଯିବି। ତାପରେ 2 ଦିନ ପରେ ଯେତେବେଳେ ମୁଁ ସନ୍ଧ୍ୟାରେ ବନ୍ଧୁମାନଙ୍କ ପାଖରୁ ଫେରିଲି, ମୁଁ ଦେଖିଲି ଯେ ମା ପନିର ତରକାରୀ ତିଆରି କରୁଥିଲେ। ମୁଁ ଜାଣିଶୁଣି ମାଙ୍କ ସାମ୍ନାରେ କହିଦେଲି, ଖୁଡ଼ଙ୍କର ପନିର ତରକାରୀ କେତେ ପସନ୍ଦ। ସେମାନଙ୍କ ଘର ନିକଟରେ ଥିଲେ ମୁଁ ତୁରନ୍ତ ଦେଇ ଆସନ୍ତି। ମାଙ୍କର ଛୋଟ ଖୁଡ଼ୀଙ୍କ ସହିତ କେମିତି ଅଭିଯୋଗ କରିବା ତାଙ୍କର ଲକ୍ଷ୍ୟ ଥିଲା, କିନ୍ତୁ ସେ ସେମାନଙ୍କୁ ବହୁତ ଭଲ ପାଉଥିଲେ। ଏହି କଥା ଶୁଣି ତାଙ୍କର ମଧ୍ୟ ମନେ ପଡ଼ିଲା ଯେ ଖୁଡ଼ୀ ତ ପନିରର ପ୍ରେମିକା। ମା ତୁରନ୍ତ କହିଲେ, ଖୁଡ଼ୀଙ୍କ ଘର କେତେ ଦୂର? ବାଇକ୍ରେ ଗଲେ ତ 5 ମିନିଟ୍ ମଧ୍ୟ ଲାଗିବ ନାହିଁ। ଯାଅ, ଯାଇ ତାଙ୍କୁ ଦେଇ ଆସ। ମୁଁ ସୁଯୋଗର ଅପେକ୍ଷାରେ ଥିଲି। ମୁଁ ଜାଣିଶୁଣି ମୁହଁ ବନାଇ କହିଲି, ଠିକ୍ ଅଛି, ଆପଣ ବାନ୍ଧି ଦିଅନ୍ତୁ, ମୁଁ ପହଞ୍ଚାଇ ଦେଉଛି। ମା ଝଟ୍ ଡବା ବାନ୍ଧିଦେଲେ। ମୁଁ ଖୁଡ଼ୀଙ୍କ ଘରେ ପହଞ୍ଚିଲି। ତାପରେ ସେ ଖାଦ୍ୟ ଖାଇବା ପାଇଁ ବସୁଥିଲେ। ପନିର ତରକାରୀ ଦେଖି ସେ ଖୁସି ହୋଇଗଲେ। ମୋତେ ମଧ୍ୟ ଖାଦ୍ୟ ଖାଇବାକୁ ପଚାରିଲେ। ତାପରେ ମୁଁ ମଧ୍ୟ ତୁରନ୍ତ ସେମାନଙ୍କ ସାଙ୍ଗରେ ବସିଗଲି ଏବଂ ତାପରେ ଆମେ ଏକାଠି ଖାଦ୍ୟ ଖାଇଲୁ। ମୁଁ ଚା'ର ଅନୁରୋଧ କରିଦେଲି। ମୁଁ ତ ଘରକୁ ଫେରିଯିବା ମନୋଭାବରେ ନଥିଲି। ତାପରେ ଚା' ପିଇବା ସମୟରେ ଆମେ ଲୁଡ଼ୋ ଖେଳିଲୁ। ମୁଁ ଘରେ ଫୋନ୍ କରି ମାଙ୍କୁ କହିଦେଇଥିଲି ଯେ ଖୁଡ଼ୀ ମୋତେ ବାଧ୍ୟ କରି ରଖିଛନ୍ତି। ଯେତେବେଳେ ଖୁଡ଼ୀ ଏପରି କିଛି କହିନଥିଲେ, ମୁଁ ଖୁଡ଼ୀଙ୍କୁ କହିଲି, ଆପଣ ଏତେ ଦୁର୍ବଳ ହୋଇଯାଉଛନ୍ତି। ନିୟମିତ ଦୁଧ କାହିଁକି ପିଅନ୍ତି ନାହିଁ? ଖୁଡ଼ୀ କହିଲେ, ପ୍ରତିଦିନ ଦୁଧ ପିଆଇବା ପାଇଁ କେହି ନାହିଁ। ମୁଁ ଖୁଡ଼ୀଙ୍କୁ କହିଦେଲି, ଠିକ୍ ଅଛି, ବର୍ତ୍ତମାନ ଏହି ଦାୟିତ୍ୱ ମୋର। ତାପରେ ମୁଁ ଦୁଧ ଆଣି ନିଜେ ଗରମ କଲି ଏବଂ ତାହାରେ ନିଦ୍ରା ଔଷଧ ମିଶାଇ ଖୁଡ଼ୀଙ୍କୁ ଦେଇଦେଲି। ଖୁଡ଼ୀ ବହୁତ ସ୍ନେହରେ ମୋତେ ଦେଖିଲେ ଏବଂ କହିଲେ, ତୁମ ଭଳି ପୁତୁରା ସମସ୍ତେ ପାଇବା ଉଚିତ। ତୁମର କାକା ଏଠାରେ ନାହାନ୍ତି, କିନ୍ତୁ ତୁମେ ମୋର ଏତେ ଖ୍ୟାଲ ରଖୁଛ ଯେ ମୋତେ ବର୍ତ୍ତମାନ ଅଧିକ ଅସୁବିଧା ହେଉନାହିଁ। ନଚେତ୍ ପୂର୍ବେ ମୁଁ ଭାବୁଥିଲି ଯେ ତୁମ ଖୁଡ଼ୀଙ୍କ ବିନା ମୋର ଗୁଜରାଣ କେମିତି ହେବ। ଖୁଡ଼ୀଙ୍କ କଥାରେ ମୁଁ ଧୀରେ ହସିଦେଲି। ଖୁଡ଼ୀ କଣ ଜାଣିଥିଲେ ଯେ ମୋର ଏହି ଉପକାରତାର ପଛରେ କେଉଁ ଉଦ୍ଦେଶ୍ୟ ଲୁକାୟିତ ଅଛି। ଖୁଡ଼ୀ ଦୁଧ ପିଇଲେ, କିଛି ସମୟ ପର୍ଯ୍ୟନ୍ତ ଲୁଡ଼ୁ ଖେଳିଲେ ଏବଂ ତାପରେ ନିଜ କୋଠରୀରେ ଯାଇ ଗଭୀର ନିଦ୍ରାରେ ଶୋଇଗଲେ। ମୋତେ ଆଉ ଥରେ ସୁଯୋଗ ମିଳିଗଲା। ମୁଁ ଆଉ ଥରେ ସାରା ରାତି ସୁଯୋଗର ସଦୁପଯୋଗ କଲି ଏବଂ ସକାଳେ ଥକ୍କା ହୋଇ ଶୋଇଥିଲି। ତାପରେ ମୋର ଖୁଡ଼ୀଙ୍କର ପୁରାତନ କଥା ମନେ ପଡ଼ିଲା।
ମୁଁ ଜାଣିଶୁଣି ତକିଆ ଉଠାଇ ସୋଫାରେ ରଖିଦେଲି ଏବଂ ଖୁଡ଼ୀଙ୍କଠାରୁ ଦୂରରେ ସୋଫାରେ ଶୋଇଗଲି, ଯାହାଦ୍ୱାରା ସେମାନଙ୍କୁ କୌଣସି କଥାରେ ସନ୍ଦେହ ନ ହୁଏ। ପରଦିନ ମଧ୍ୟ ମୁଁ ସକାଳେ ବିଳମ୍ବରେ ଉଠିଲି। ଯେତେବେଳେ ମୁଁ ଉଠିଲି, ଖୁଡ଼ୀ ମଧ୍ୟ ମୋ ସାଙ୍ଗରେ ଉଠିଗଲେ। କହିଲେ, ତୁମେ ରାତିରେ ଏଠାରେ ରହିଗଲ, ତୁମର ମା ବ୍ୟସ୍ତ ହେବେ। ମୁଁ କହିଲି, ନାହିଁ, ମୁଁ ମାଙ୍କୁ ଫୋନ୍ କରି କହିଦେଇଥିଲି, ସେମାନଙ୍କୁ କୌଣସି ଅସୁବିଧା ନାହିଁ, ବରଂ ସେ ତ ନିଶ୍ଚିନ୍ତ ଅଛନ୍ତି ଯେ ଆପଣଙ୍କୁ କାହାକୁ ସାଙ୍ଗ ମିଳିଗଲା। ନଚେତ୍ ସମସ୍ତ ସମୟରେ ସେ ଏହା ଭାବି ବ୍ୟସ୍ତ ରହୁଥିଲେ ଯେ ଆପଣ ଏକାକୀ ଘରେ କିପରି ଗୁଜରାଣ କରୁଛନ୍ତି। ମଧ୍ୟାହ୍ନ ସମୟରେ ମୁଁ ଫେରି ନିଜ ଘରକୁ ଆସିଲି। ମା ମୋତେ କହିଲେ, ନିଜ ପଢ଼ା ଉପରେ ମଧ୍ୟ ଧ୍ୟାନ ଦିଅ। ଖୁଡ଼ୀଙ୍କର ଚାକର ହୋଇ ରହିଯିବ, ତେବେ ଜୀବନ ନଷ୍ଟ ହୋଇଯିବ। ମୁଁ ମାଙ୍କୁ କହିଲି, କେଉଁ କଥା କରୁଛନ୍ତି? ସେ ଆପଣଙ୍କର ଭଉଣୀ ସମାନ। ବିଚାରୀ ଏକାକୀ ବହୁତ ବ୍ୟସ୍ତ ହୁଅନ୍ତି। ଯଦି ଆମେ ସେମାନଙ୍କର କିଛି କାମରେ ଆସିପାରିବା, ତେବେ କ'ଣ ମନ୍ଦ ହେବ? ମୁଁ ତ ଭାବିସାରିଛି ଯେ ବର୍ତ୍ତମାନ ମୁଁ ପ୍ରତି ରାତି ନିଜେ ପିଉସୀଙ୍କ ଘରକୁ ଯାଉଥିବି, ଯାହାଦ୍ୱାରା ପହରା ଦେଇପାରିବି। ନିକଟବର୍ତ୍ତୀ ପଡ଼ୋଶୀମାନେ କହିଛନ୍ତି ଯେ ବର୍ତ୍ତମାନ ସେମାନଙ୍କ ଅଞ୍ଚଳରେ ଚୋର ବହୁତ ଘୁରୁଛନ୍ତି। ମୋର କଥା ଶୁଣି ମା ଆହୁରି ବ୍ୟସ୍ତ ହୋଇଗଲେ। କହିଲେ, ଚାଲ ଠିକ୍ ଅଛି, ତାହେଲେ ତୁମେ ପ୍ରତି ରାତିରେ ଯାଅ, କିନ୍ତୁ ସକାଳେ ସମୟରେ ଫେରିଆସିବ। ତୁମର କଲେଜର ଛୁଟିରେ ତୁମ ବାପା କଠୋର ନାରାଜ ହୁଅନ୍ତି। ମୁଁ ମାଙ୍କୁ ପ୍ରତିଜ୍ଞା କରିଦେଲି ଯେ ମୁଁ ସକାଳେ ସମୟରେ ଫେରିଆସିବି, କିମ୍ବା ଖୁଡ଼ୀଙ୍କ ଘରୁ ହିଁ କଲେଜ ଚାଲିଯିବି, ତାହେଲେ ପଢ଼ାର କ୍ଷତି ମଧ୍ୟ ହେବ ନାହିଁ। ମୁଁ ଖୁଡ଼ୀଙ୍କ ହୃଦୟରେ ମଧ୍ୟ ଏହି କଥା ପକାଇ ଦେଇଥିଲି ଯେ ବର୍ତ୍ତମାନ ସେମାନଙ୍କ ମହଲ୍ଲାରେ ଚୋରି ଫଟନା ଘଟୁଛି। ମୁଁ ସେମାନଙ୍କୁ ଏକ ଦୁଇଟି ଅଶୁଭ ଚୋରିର କାହାଣୀ ମଧ୍ୟ ଶୁଣାଇ ଦେଇଥିଲି, ଯାହା ଶୁଣି ଖୁଡ଼ୀ ମଧ୍ୟ ବହୁତ ଡରିଗଲେ। ମୁଁ ପ୍ରତି ରାତିରେ ଦୁଧ ନେଇ ଖୁଡ଼ୀଙ୍କ ଘରେ ପହଞ୍ଚି ଯାଉଥିଲି। ସେମାନଙ୍କୁ ନିଜେ ଦୁଧରେ ନିଦ୍ରା ଔଷଧ ମିଶାଇ ଦେଉଥିଲି ଏବଂ ତାପରେ ଖୁଡ଼ୀଙ୍କର ଶୋଇବା ପରେ ସୁଯୋଗର ସଦୁପଯୋଗ କରିବା ଆରମ୍ଭ କରିଦେଉଥିଲି। ମୁଁ ଏହି କାମରେ ବହୁତ ଖୁସି ଥିଲି। ବହୁତ ସହଜରେ ମୁଁ ଖୁଡ଼ୀଙ୍କୁ ମୂର୍ଖ ବନାଇ ଦେଇଥିଲି। ସେ ବର୍ତ୍ତମାନ ମୋତେ ନିଜ ଘରେ ରହିବାକୁ ନିଜେ କହୁଥିଲେ ଏବଂ ବର୍ତ୍ତମାନ ମାଙ୍କୁ ମଧ୍ୟ କୌଣସି ଚିନ୍ତା ନଥିଲା, କାରଣ ମୁଁ କଲେଜକୁ ନିୟମିତ ଯିବା ଆରମ୍ଭ କରିଦେଇଥିଲି। କିନ୍ତୁ ଏହା ମୋ ପାଇଁ କଷ୍ଟକର ଥିଲା ଯେ ସାରା ରାତିର ଏତେ ପରିଶ୍ରମ ପରେ ସକାଳେ ଶୀଘ୍ର ଉଠିବାକୁ ପଡ଼ୁଥିଲା। କିନ୍ତୁ ମୁଁ କୌଣସି ନା କୌଣସି ଉପାୟରେ ସମସ୍ତ ବ୍ୟବସ୍ଥା କରୁଥିଲି। ତାପରେ ଏକ ଦିନ କେଜାଣି କିପରି ଖୁଡ଼ୀଙ୍କର ମୋ ଉପରେ ସନ୍ଦେହ ହେଲା। ରାତିରେ ଦୁଧ ନେଇ ସେମାନଙ୍କ କୋଠରୀରେ ପହଞ୍ଚିଲି। ତାପରେ ସେ ମୋତେ କହିଲେ, ମୋତେ ବର୍ତ୍ତମାନ କିଛି ଅଜବ ଲାଗୁଛି। ଏପରି ଲାଗେ ମୁଁ ପ୍ରତି ରାତିରେ ବହୁତ ଗଭୀର ନିଦ୍ରାରେ ଶୋଉଛି। ଥରେ ମଧ୍ୟ ମୋର ଆଖି ଖୋଲେ ନାହିଁ, ଯେତେବେଳେ ପୂର୍ବରୁ ଏପରି ନଥିଲା। ଏବଂ ତାପରେ ଆଜି ସନ୍ଧ୍ୟାର ସଫାଇ ସମୟରେ ଯେତେବେଳେ ମୁଁ ଘରର କଚରା ଫିଙ୍କିବାକୁ ଗଲି, ମୋତେ ଏକ ଏପରି ଜିନିଷ ମିଳିଲା ଯାହା ଦେଖି ମୁଁ ଚକିତ ହୋଇଗଲି। ଖୁଡ଼ୀଙ୍କ କଥାରେ ମୋ ଅସ୍ତିତ୍ୱରୁ ଝାଳ ଛୁଟିଗଲା। ମୁଁ ବୁଝିସାରିଥିଲି ଯେ ଖୁଡ଼ୀ କ'ଣ ଦେଖିଛନ୍ତି, କିନ୍ତୁ ତଥାପି ମୁଁ ଅଜ୍ଞାତା ହେବାର ଅଭିନୟ କଲି ଏବଂ ଖୁଡ଼ୀଙ୍କୁ ପଚାରିଲି, କ'ଣ ହେଲା ଖୁଡ଼ୀ, ଏପରି କ'ଣ ଜିନିଷ ମିଳିଲା ଯେ ଆପଣ ବ୍ୟସ୍ତ ଲୁଛନ୍ତି? ମୁଁ ଜାଣିଥିଲି ଯେ ସେ ସିଧା ମୋତେ କିଛି କହିପାରିବେ ନାହିଁ। ସେଥିପାଇଁ ମୁଁ ସେମାନଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଅଜ୍ଞାତା ହେବାର ନାଟକ କରିଦେଲି। ପ୍ରଥମେ ଖୁଡ଼ୀ ଗଭୀର ଦୃଷ୍ଟିରେ ମୋତେ ଦେଖିଲେ ଏବଂ ତାପରେ ନା, ମୁଁ ମୁଣ୍ଡ ହଲାଇଲି, ଯେପରି କୌଣସି ବିଶେଷ କଥା ନୁହେଁ। ମୁଁ ଆଉ ଥରେ ପଚାରିଲି, କ'ଣ କଥା ଖୁଡ଼ୀ, କ'ଣ ମିଳିଲା ଆପଣଙ୍କୁ? କିନ୍ତୁ ସେ କହିଲେ, ଛାଡ଼, ତୁମର ମତଲବର କଥା ନୁହେଁ, ବର୍ତ୍ତମାନ ତୁମେ ପିଲା ଅଛ। ଏହା କହି ଖୁଡ଼ୀ ଦୁଧର ଗ୍ଲାସ୍ ଶେଷ କରିଦେଲେ ଏବଂ ତାପରେ ମୋ ସାଙ୍ଗରେ କଥା ହେବା ଆରମ୍ଭ କଲେ। ମୁଁ ମନ ଭିତରେ ହସିବାକୁ ଲାଗିଲି। ଖୁଡ଼ୀ ମଧ୍ୟ ମୋତେ ପିଲା ଭାବୁଥିଲେ। ଯେତେବେଳେ ମୁଁ ତ ପ୍ରତି ରାତିରେ ଖୁଡ଼ୀଙ୍କର ନିଦ୍ରାର ସୁଯୋଗ ନେଇ ସେହି ଖେଳ ଖେଳୁଥିଲି, ଯାହାକୁ କେହି ଜାଣେ ନାହିଁ। ଅଳ୍ପ ସମୟ ପରେ ହିଁ ଖୁଡ଼ୀ ଦୁଇଥର ଶୋଇଗଲେ ଏବଂ ମୁଁ ଆଉଥରେ ନିଜ କାମରେ ବ୍ୟସ୍ତ ହୋଇଗଲି। ମୁଁ ଏସବୁ କରି ବହୁତ ଅଧିକ ମଜା ପାଉଥିଲି। ମୁଁ କଳ୍ପନା ମଧ୍ୟ କରିନଥିଲି ଯେ ମୁଁ ଏତେ ସହଜରେ ଏସବୁ ହାସଲ କରିପାରିବି। ଖୁଡ଼ୀ ତ ସମ୍ପୂର୍ଣ୍ଣ ରୂପେ ମୋ ଜାଲରେ ଫସି ଯାଇଥିଲେ। ସେମାନେ କଦାପି ମୋ ଉପରେ ସନ୍ଦେହ କରିନଥିଲେ ଏବଂ ନା କଦାପି ସେମାନଙ୍କୁ ଏହି କଥାର ଅନୁଭୂତି ହୋଇଥିଲା ଯେ ମୁଁ ଦୁଧରେ ସେମାନଙ୍କୁ ନିଦ୍ରା ଔଷଧ ମିଶାଇ ଦେଉଛି। କିନ୍ତୁ एकदिन से कहिले संध्यारे पड़ोसी आसीथिला, बड़ अजब कथा कहुथिला। मोते तो ताहार कौनसी कथा बुझी हेला नाही। खुड़ींको कथारे मु चमकी गली एवं कहिली केउ पड़ोसी आसीथिला एवं कौन कहुथिला। खुड़ी कहिले से कहुथिला जे से रातिरे झरका देई आम घरे किछि अजब दृश्य देखिछि। से भाबुछि जे रातिरे आम घरे केही पुओ आसीथिला। खुड़ींको कथा शुणी मोर प्राण छाड़ीगला, कारण गत राति तो मु मोर दुई जण बंधुंकु खुड़ींको घरकु डकाइथिली एवं समस्ते मिसी एकाठी ही खुड़ींकर निद्रार सुजोग नेइथिले।
ମୋତେ ଜଣା ନଥିଲା ଯେ ଖୁଡ଼ିଙ୍କର କେହି ପଡ଼ୋଶୀ ଏତେ ରାତିରେ ମଧ୍ୟ ସେମାନଙ୍କ ଘର ଉପରେ ଦୃଷ୍ଟି ରଖି ବସିଥିବେ। କିନ୍ତୁ ବର୍ତ୍ତମାନ ମୋତେ ଧରା ପଡ଼ିବାର ଭୟ ହେଲା। ତେଣୁ ମୁଁ ଖୁଡ଼ିଙ୍କୁ କହିଲି, ଆପଣ ନିକଟବର୍ତ୍ତୀ ପଡ଼ୋଶୀ ମହିଳାମାନଙ୍କୁ ଘରେ ଆସିବା ଦେବେ ନାହିଁ। ସମସ୍ତେ ଜାଣନ୍ତି ଯେ ଆପଣ ଏକାକୀ ରହୁଛନ୍ତି, ସେଥିପାଇଁ ଏହିପରି କଥା କରୁଛନ୍ତି। କାଲି ଆପଣଙ୍କ ଚରିତ୍ରର କଥା ଆରମ୍ଭ କରିଦେବେ, ତେବେ ଆପଣ କ'ଣ କରିବେ? ଆପଣ ପ୍ରଥମରୁ ହିଁ କଠୋର ଭାବରେ ସମସ୍ତଙ୍କୁ କହିଦିଅନ୍ତୁ ଯେ ମୋ ଘର ଉପରେ ନଜର ରଖିବେ ନାହିଁ। ମୋର କଥା ଶୁଣି ଖୁଡ଼ି ଚୁପ୍ ହୋଇଗଲେ ଏବଂ କହିଲେ, ଏହି କଥା ତ ତୁମେ ଠିକ୍ କହୁଛ। ଯଦି ଆଜି ସେ କହୁଛି ଯେ ସେ କାହାକୁ ଦେଖିଥିଲା, ତେବେ କାଲି କହିବ ଯେ ମୋର କେହି ପ୍ରେମୀ ଆସିଥିଲା, ତାପରେ ମୁଁ କ'ଣ କରିବି? ଖୁଡ଼ିଙ୍କ ମସ୍ତିଷ୍କରେ ମୋର କଥା ଭଲ ଭାବରେ ବସିଗଲା। ମୁଁ ତୁରନ୍ତ ଖୁଡ଼ିଙ୍କ କାନ୍ଧ ଉପରେ ହାତ ରଖିଦେଲି ଏବଂ କହିଲି, ଖୁଡ଼ି, ଆପଣ ଜାଣିନାହାନ୍ତି ଯେ ଜମାନା ବହୁତ ଖରାପ। ନିକଟବର୍ତ୍ତୀ ପଡ଼ୋଶୀମାନେ ତ ଘରକୁ ଭାଙ୍ଗିବାକୁ ଚାହାନ୍ତି। ଯଦି କେହି ଆପଣଙ୍କ ଶାଶୁଘର ଲୋକଙ୍କୁ ଯାଇ କିଛି ଉଲ୍ଟାପାଲ୍ଟା କଥା କହିଦେଲେ, ତେବେ ଆପଣଙ୍କୁ ହିଁ ଅସୁବିଧା ହେବ। ସେଥିପାଇଁ ପଡ଼ୋଶୀମାନଙ୍କ ସହିତ ନିଜର ଆଚରଣ କଠୋର ରଖନ୍ତୁ। କାହାକୁ ନିଜ ଘର କଥାରେ କହିବାର ଅଧିକାର ନ ଦିଅନ୍ତୁ। ଖୁଡ଼ି ମୋତେ ଧନ୍ୟବାଦ ଜଣାଇଲେ ଏବଂ କହିଲେ, ତୁମେ ମୋତେ ସଠିକ୍ କଥା କହିଛ। ବର୍ତ୍ତମାନ ମୁଁ ଏହି ପଡ଼ୋଶୀ ଲୋକଙ୍କୁ ନିଜ ଘରେ ଆସିବା ଦେବି ନାହିଁ। ମୁଁ ଖୁଡ଼ିଙ୍କ କଥାରେ ହସିଦେଲି। ମୋର ନିରୀହ ଖୁଡ଼ି ଆଖି ବନ୍ଦ କରି ମୋର ପ୍ରତି କଥାରେ ବିଶ୍ୱାସ କରୁଥିଲେ ଏବଂ ଏହି କଥାର ତ ମୋତେ ଅତ୍ୟଧିକ ଲାଭ ମିଳିଥିଲା। ସେହିଦିନ ଠାରୁ ଖୁଡ଼ି ନିକଟବର୍ତ୍ତୀ ପଡ଼ୋଶୀମାନଙ୍କ ସହିତ କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଏବଂ ସେମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ କେବଳ ମୁଁ ହିଁ ରହିଗଲି। ଛୋଟ ଛୋଟ କଥା ପାଇଁ ବର୍ତ୍ତମାନ ସେ ମୋତେ ହିଁ ଫୋନ୍ କରୁଥିଲେ ଏବଂ ମୁଁ ଦୌଡ଼ି ଚାଲିଯାଉଥିଲି। ପ୍ରତି ରାତିରେ ମୁଁ ନିଜେ ଦୁଧ ନେଇ ପହଞ୍ଚି ଯାଉଥିଲି ଏବଂ ତାପରେ ସେଥିରେ ନିଦ୍ରା ଔଷଧ ମିଶାଇ ଖୁଡ଼ିଙ୍କୁ ଦେଉଥିଲି। ଆରମ୍ଭରେ ତ ମୁଁ ଏକାକୀ ହିଁ ଖୁଡ଼ିଙ୍କର ନିଦ୍ରାର ସୁଯୋଗ ନେଉଥିଲି, କିନ୍ତୁ ତାପରେ ଧୀରେ ଧୀରେ ମୁଁ ମୋର କଲେଜର ବନ୍ଧୁମାନଙ୍କୁ ମଧ୍ୟ ଖୁଡ଼ିଙ୍କ ଘରକୁ ଡକାଇବା ଆରମ୍ଭ କରିଦେଇଥିଲି। ଏହିପରି ଆମେ ବନ୍ଧୁମାନେ ମିଶି ଖୁଡ଼ିଙ୍କର ଗଭୀର ନିଦ୍ରାର ସୁଯୋଗ ନେବା ଆରମ୍ଭ କଲୁ। ମୋତେ ଲାଗୁଥିଲା ଯେ ମୋର ସତ୍ୟ କଦାପି ଖୋଲିବ ନାହିଁ, କିନ୍ତୁ ମୁଁ ଭୁଲ ଧାରଣାର ଶିକାର ହେଲି। ଏକ ରାତି କେଜାଣି କିପରି ଖୁଡ଼ିଙ୍କର ଆଖି ଖୋଲିଗଲା ଏବଂ ସେ କୋଠରୀରୁ ବାହାରି ଆସିଲେ, ଯେଉଁଠାରେ ବାଲକନିରେ ମୁଁ ଏବଂ ମୋର ବନ୍ଧୁମାନେ ଉପସ୍ଥିତ ଥିଲେ। କିଛି ସମୟ ଲାଗିଲା ଯେ ଖୁଡ଼ିଙ୍କୁ ବହୁତ କିଛି ବୁଝିପାରିଲେ ଏବଂ ସେ ଫାଟିଥିବା ଆଖିରେ ମୋତେ ଦେଖୁଥିଲେ। ଖୁଡ଼ିଙ୍କର ଉଠିବାରେ ମୋର ବନ୍ଧୁମାନେ ମଧ୍ୟ ଭୟଭୀତ ହୋଇଗଲେ ଏବଂ ସେମାନେ ସମସ୍ତେ ତୁରନ୍ତ ସେଠାରୁ ଚାଲିଗଲେ। ସେମାନଙ୍କର ଯିବା ପରେ ଖୁଡ଼ି ମୋ ପାଖକୁ ଆସିଲେ ଏବଂ ମୋତେ କାନ୍ଧରୁ ଧରି ପଚାରିବା ଆରମ୍ଭ କଲେ, ଏସବୁ କ'ଣ ଘଟୁଥିଲା? ମୁଁ ଭୟଙ୍କର ଭାବରେ ନର୍ଭସ୍ ହୋଇଗଲି। ମୁଁ କହିଲି, କିଛି ନୁହେଁ, ଖୁଡ଼ି କେବଳ ପଢ଼ିବାକୁ ଥିଲା, ଏଥିପାଇଁ ନିଜ ବନ୍ଧୁମାନଙ୍କୁ ଡକାଇଲି। ଖୁଡ଼ି ମୋ ମୁହଁରେ ଜୋରଦାର ଚାପୁଡ଼ା ମାରିଲେ ଏବଂ କହିଲେ, ମୁଁ ନିଜ ଆଖିରେ ଦେଖିଛି ତୁମେ ସମସ୍ତ ବନ୍ଧୁଙ୍କ ସାଙ୍ଗରେ ମିଶି ନିଶା କରୁଥିଲ ଏବଂ ସହିତରେ ମୁଁ ସେହି ଦୁଇ ଝିଅଙ୍କୁ ମଧ୍ୟ ଦେଖିଛି ଯେଉଁମାନେ ଅଧା ରାତିରେ ତୁମ ବନ୍ଧୁମାନଙ୍କ ଉପରେ ନିଜ ଯୌବନ ଲୁଟାଉଥିଲେ। ମୋର ବନ୍ଧୁମାନେ ପ୍ରତିଦିନ ନିଜ ସାଙ୍ଗରେ ଝିଅମାନଙ୍କୁ ମଧ୍ୟ ଆଣିବା ଆରମ୍ଭ କରିଦେଇଥିଲେ, ଯେଉଁମାନେ ଆମ ବନ୍ଧୁମାନଙ୍କର ମନର ଇଚ୍ଛା ପୂରଣ କରୁଥିଲେ। ଖୁଡ଼ି ସେମାନଙ୍କୁ ଦେଖିସାରିଥିଲେ। ସେ କ୍ରୋଧରେ କହୁଥିଲେ, ତୁମକୁ ଲଜ୍ଜା ନାହିଁ? ଏହି ବୟସରେ ଏସବୁ କାର୍ଯ୍ୟ କରୁଛ? ମୋତେ ଲାଗେ ନାହିଁ ଯେ ତୁମେ ଆମର ହିଁ ରକ୍ତ। ଖୁଡ଼ିଙ୍କ କଥା ଶୁଣି ମୋର ମୁଣ୍ଡ ଲଜ୍ଜାରେ ଝୁଙ୍କିଗଲା। ମୁଁ ଖୁଡ଼ିଙ୍କୁ କହିଲି, ମୁଁ ତ କେବଳ ବନ୍ଧୁମାନଙ୍କ ସାଙ୍ଗରେ ପାର୍ଟି କରିବାକୁ ଚାହୁଁଛି, କିନ୍ତୁ ମା ଏହି କଥାର ଅନୁମତି ଦେବେ ନାହିଁ। ମା ଆଜିର ଯୁଗରେ ତ ନାହିଁ, କେଜାଣି କେଉଁ ଯୁଗରେ ବାସ କରୁଛନ୍ତି। ସେମାନଙ୍କୁ ତ ମୋର ବନ୍ଧୁମାନେ ମଧ୍ୟ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ମୁଁ ପ୍ରତି ରାତିରେ ଏଠାକୁ ଆସିଯାଉଛି। ଆପଣ ଦୁଧ ପିଇ ଶୋଇଯାଆନ୍ତି ଏବଂ ମୁଁ ବନ୍ଧୁମାନଙ୍କୁ ଡକାଇ ନେଉଛି। କିଛି ତ ଭୁଲ ନାହିଁ, କେବଳ ଆମେ ଟିକେ ମଜାମସ୍ତି କରୁଛୁ। ମୋର କଥାରେ ପିଉସୀ ମୋତେ ଆଉ ଏକ ଚାପୁଡ଼ା ମାରିଲେ ଏବଂ କହିଲେ, କିଛି ତ ଲଜ୍ଜା କର। ତୁମେ ଯାହାକୁ ହଲ୍ଲାଗୁଲ୍ଲା କହୁଛ ତାହା ନଶା। ତୁମେ ଭାବିନାହଁ ତୁମେ କେଉଁ ଅପରାଧର ରାସ୍ତାରେ ଚାଲୁଛ। ତୁମର ମା କାମରେ ତୁମର କଲେଜର ଫିସ୍ ଭରନ୍ତି ଏବଂ ତୁମେ ଏସବୁ କାର୍ଯ୍ୟ କରୁଛ। ଯଦିଓ ଏହି କଥାରେ ମୁଁ ସମ୍ପୂର୍ଣ୍ଣ ନୀରବ ହୋଇଗଲି। ସେ କହିଲେ, ନିଜ ଭବିଷ୍ୟତ ବିଷୟରେ ଚିନ୍ତା କର। ତୁମେ ତୁମ ମାର ଏକମାତ୍ର ପୁଅ। ଯଦି ତୁମେ ପରିଶ୍ରମ କରି ଉତ୍ତୀର୍ଣ୍ଣ ହୋଇପାରିଲ ନାହିଁ, ତେବେ ତୁମ ମାର ତ୍ୟାଗ ବୃଥା ଚାଲିଯିବ। ସେ ନିଜର ପ୍ରତ୍ୟେକ ଇଚ୍ଛାର ଗଳା ଘୋଟି ତୁମକୁ ସହରର ସବୁଠାରୁ ବଡ଼ କଲେଜରେ ପ୍ରବେଶ କରାଇଛନ୍ତି। ବୋଧହୁଏ ତୁମର ନିରୀହ ମା ଜାଣିନଥିଲେ ଯେ ତୁମେ ଏହାର ଯୋଗ୍ୟ ନୁହଁ। ତୁମେ ଏତେ ବଡ଼ କଲେଜ ଯାଇ ପଢ଼ିବା ପରିବର୍ତ୍ତେ ବେକାରୀ ବନ୍ଧୁମାନଙ୍କ ସହବାସରେ ପଡ଼ିଗଲ। ସେଥିପାଇଁ ଆଜି ଅପରାଧର ଏହି ରାସ୍ତାରେ ଚାଲିପଡ଼ିଛ। ମୁଁ ବର୍ତ୍ତମାନ ତୁମ ମାଙ୍କୁ ଫୋନ୍ କରି କହୁଛି,
ଖୁଡ଼ିଙ୍କ କଥା ଶୁଣି ମୋର ସଚେତନ ହେଲା। ମୁଁ ଖୁଡ଼ିଙ୍କ ଆଗରେ ହାତ ଯୋଡ଼ିଦେଲି ଏବଂ କହିଲେ, ମାଆଙ୍କୁ କିଛି କହିଲେ ନାହିଁ। ଏସବୁ ଜାଣି ସେମାନଙ୍କର ହୃଦୟ ଭାଙ୍ଗିଯିବ। ଖୁଡ଼ି କହିଲେ, ଏସବୁ ତ ତୁମକୁ କରିବା ପୂର୍ବରୁ ଚିନ୍ତା କରିବା ଉଚିତ ଥିଲା। ମୁଁ ସବୁକିଛି ବୁଝିସାରିଛି ଯେ ମୁଁ ଦୁଧ ଯୋଗୁଁ ଗଭୀର ନିଦ୍ରାରେ ଶୋଇବା ଆରମ୍ଭ କରିଛି। ସେଥିପାଇଁ ମୁଁ ରାତିରେ ଦୁଧ ପିଇ ନଥିଲି। କିନ୍ତୁ ମୋତେ ଏହି ଅନୁମାନ ନଥିଲା ଯେ ତୁମେ ମୋର ଏକାକୀପନର ସୁଯୋଗ ନେଇ ମୋ ଘରେ ଏପରି ସଭା ସଜାଇବ ଏବଂ ଝିଅମାନଙ୍କୁ ଡକାଇ ଏଠାରେ ଏସବୁ କରିବ। ତୁମକୁ ଲଜ୍ଜା ଆସିବା ଉଚିତ। ସେ କାନ୍ଦି ସୋଫାରେ ବସିଗଲେ। ମୁଁ ସେମାନଙ୍କୁ ବିଶ୍ୱାସ ଦେଇଦେଲି ଯେ ମୁଁ ଆଗାମୀ ସମୟରେ ଏପରି କୌଣସି ଭୁଲ କାର୍ଯ୍ୟ କରିବି ନାହିଁ। କିନ୍ତୁ ସେ ମୋ ଉପରେ ବିଶ୍ୱାସ କରିବାକୁ ରାଜି ନଥିଲେ। ସେ କହୁଥିଲେ, ତୁମେ ଯେତେବେଳେ ନିଜର ସମ୍ପର୍କୀୟ ଖୁଡ଼ିଙ୍କୁ ପ୍ରତିଦିନ ନିଦ୍ରା ଔଷଧ ଦେଇ ଶୁଆଇ ପାରିବ, ତେବେ କିଛି ମଧ୍ୟ କରିପାରିବ। ତୁମେ ମୋର ଏକାକୀପଣ ଏବଂ ମୋର ବାଧ୍ୟତାର ସୁଯୋଗ ନେଇ ଏବଂ ମୋ ଘରକୁ କ୍ଲବ୍ ବନାଇ ଦେଇଛ। ମତେ ଏହା କହିବାକୁ ମଧ୍ୟ ଲଜ୍ଜା ଲାଗୁଛି ଯେ ତୁମେ ମୋର ପୁତୁରା। ମୁଁ ଖୁଡ଼ିଙ୍କ ପାଦରେ ବସିଗଲି ଏବଂ ସେମାନଙ୍କଠାରୁ କ୍ଷମା ମାଗିଲି। କିନ୍ତୁ ଖୁଡ଼ି ସେହି ରାତିରେ ହିଁ ମତେ ଏହା କହି ଘରୁ ବାହାର କରିଦେଲେ ଯେ ମୁଁ ଆଗାମୀ ସମୟରେ ସେମାନଙ୍କ ଘରେ ପାଦ ମଧ୍ୟ ରଖିବି ନାହିଁ। ମୁଁ ଅଧରାତିରେ ଖୁଡ଼ିଙ୍କ ଘରୁ ବାହାରି ନିଜ ଘରେ ପହଞ୍ଚିଲି। ମା ମୋତେ ଦେଖି ବ୍ୟସ୍ତ ହୋଇଗଲେ। ପ୍ରଥମେ ମୁଁ ସେମାନଙ୍କୁ ମିଛ କହିଲି ଯେ ମୋର ସ୍ୱାସ୍ଥ୍ୟ ଖରାପ ହେଉଥିଲା ଏବଂ ଖୁଡ଼ିଙ୍କ ଘରେ ମୋତେ ନିଦ୍ରା ଆସୁନଥିଲା। ତାପରେ ମୁଁ ସିଧା ନିଜ କୋଠରୀକୁ ଚାଲିଗଲି। ଏହି ଭୟ ମୋତେ ପ୍ରତାରଣା ଦେଉଥିଲା ଯେ ଯଦି ଖୁଡ଼ି ମା ବାପାଙ୍କୁ ସବୁକିଛି କହିଦେବେ ତେବେ ମୋର କ'ଣ ହେବ। ବାପା ବହୁତ କଠୋର ଥିଲେ ଏବଂ ସେ କଦାପି ମୋତେ କ୍ଷମା କରିବେ ନାହିଁ। କିନ୍ତୁ ଖୁଡ଼ି ମୋ ଉପରେ ଏହି ଉପକାର କରିଥିଲେ ଯେ ସେମାନେ ମା ବାପାଙ୍କୁ କିଛି କହିନଥିଲେ। କିନ୍ତୁ ଖୁଡ଼ି ମୋତେ କହିଦେଇଥିଲେ ଯେ ମୁଁ ସେହି ବନ୍ଧୁମାନଙ୍କ ସହିତ କୌଣସି ସମ୍ପର୍କ ରଖିବି ନାହିଁ। ତାପରେ ମୁଁ ଖୁଡ଼ିଙ୍କ କଥାରେ ଶପଥ କଲି। କିନ୍ତୁ ଆସୁଥିବା ସେମିଷ୍ଟରରେ ମୁଁ ସମ୍ପୂର୍ଣ୍ଣ ରୂପେ ବିଫଳ ହେଲି। ଏହି କଥାର ଆଘାତ ମୋ ମାଙ୍କୁ ପ୍ରକୃତରେ ବହୁତ ପହଞ୍ଚିଥିଲା। ବାପା ମଧ୍ୟ ବହୁତ ଦୁଃଖିତ ଥିଲେ। କିନ୍ତୁ ମୁଁ ଉଭୟଙ୍କଠାରୁ ପ୍ରତିଜ୍ଞା କରିଥିଲି ଯେ ମୁଁ ବର୍ତ୍ତମାନ କଠୋର ପରିଶ୍ରମ କରିବି। ପ୍ରକୃତରେ ମୁଁ କଲେଜରେ ବେକାରୀ ବନ୍ଧୁମାନଙ୍କର ପ୍ରକୃତିରେ ପଡ଼ିଗଲି। ମୋର ସମସ୍ତ ବନ୍ଧୁମାନେ ନିଜ ଘରେ ପାର୍ଟି କରୁଥିଲେ, ଝିଅମାନଙ୍କୁ ଡକାଉଥିଲେ, ନଶା ମଧ୍ୟ କରୁଥିଲେ ଏବଂ ଚାହୁଁଥିଲେ ଯେ ମୁଁ ମଧ୍ୟ ଏହିସବୁ କିଛି କରିବି। କିନ୍ତୁ ମୋତେ ସବୁ କରିବା ପାଇଁ ସୁଯୋଗ ମିଳୁନଥିଲା। ସେଥିପାଇଁ ଯେତେବେଳେ ମୋତେ ଖୁଡ଼ିଙ୍କ ଘରେ ଏକାକୀପଣ ମିଳିଲା, ମୁଁ ନିଜ ବନ୍ଧୁମାନଙ୍କୁ ସେଠାରେ ଡକାଇ ସେଠାରେ ପାର୍ଟି କରିବା ଆରମ୍ଭ କରିଦେଲି। ଏହି ସତ୍ୟ ଯେତେବେଳେ ପଖୁଡ଼ିଙ୍କ ସାମ୍ନାରେ ଖୋଲିଲା, ମୁଁ ଲଜ୍ଜିତ ହେଲି। ତାପରେ ଯେତେବେଳେ ମୋର ଫଳାଫଳ ଖରାପ ଆସିଲା, ମୁଁ ସମସ୍ତ ମନ୍ଦ ବନ୍ଧୁମାନଙ୍କ ସହବାସ ଛାଡ଼ିଦେଲି। ଧନ୍ୟବାଦ, ମୋର ନଶାର ଅଭ୍ୟାସ ଏତେ ପକ୍କା ହୋଇନଥିଲା। ସେଥିପାଇଁ ମୁଁ ଶୀଘ୍ର ନଶାରୁ ମୁକ୍ତି ଲାଭ କରିବାରେ ସଫଳ ହେଲି। ବର୍ତ୍ତମାନ ମୁଁ ନିଜ ପଢ଼ା ଉପରେ ପୁରା ଧ୍ୟାନ ଦେଉଛି।